ଭାରତ କେବେ ସ୍ୱାଧୀନତା ପାଇଲା? ଉତ୍ତର 15 ଅଗଷ୍ଟ 1947 ମସିହା। ଭାରତ 2026ରେ କେତେତମ ସ୍ୱାଧୀନତା ଦିବସ ପାଳନ କରିବ? ଉତ୍ତର 80ତମ ସ୍ୱାଧୀନତା ଦିବସ। ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ? ଉତ୍ତର ସି ରାଜଗୋପାଳାଚାରୀ। ଭାରତର ଶେଷ ଗଭର୍ଣ୍ଣର ଜେନେରାଲ କିଏ? ଉତ୍ତର ଲର୍ଡ ମାଉଣ୍ଟବ୍ୟାଟେନ୍। ଆଜାଦ ହିନ୍ଦ ଫୌଜର ନେତୃତ୍ୱ କିଏ ନେଇଥିଲେ? ଉତ୍ତର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଅଶୋକ ଚକ୍ରରେ କେତୋଟି ଅର ଅଛି? ଉତ୍ତର 24ଟି। ଇନକ୍ଲାବ ଜିନ୍ଦାବାଦ ସ୍ଲୋଗାନ ସହ କିଏ ଜଡ଼ିତ? ଉତ୍ତର ଭଗତ ସିଂ। ଜୟ ହିନ୍ଦ ସ୍ଲୋଗାନ କାହା ସହ ବିଶେଷ ଭାବେ ଜଡ଼ିତ? ଉତ୍ତର ସୁଭାଷ ଚନ୍ଦ୍ର ବୋଷ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା? ଉତ୍ତର ବମ୍ବେଠାରେ। ଦାଣ୍ଡି ଯାତ୍ରା କେଉଁ ଆନ୍ଦୋଳନ ସହ ଜଡ଼ିତ? ଉତ୍ତର ଲବଣ ସତ୍ୟାଗ୍ରହ। ଜାଲିଆନାୱାଲା ବାଗ କେଉଁ ସହରରେ ଅବସ୍ଥିତ? ଉତ୍ତର ଅମୃତସର, ପଞ୍ଜାବ। ସ୍ୱରାଜ ମୋର ଜନ୍ମଗତ ଅଧିକାର ଏହା କିଏ କହିଥିଲେ? ଉତ୍ତର ବାଲ ଗଙ୍ଗାଧର ତିଲକ। ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? ଉତ୍ତର 1942 ମସିହାରେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଉତ୍ତର ଜବାହରଲାଲ ନେହେରୁ। ଭାରତର ଜାତୀୟ ପତାକାକୁ କିଏ ଡିଜାଇନ କରିଥିଲେ? ଉତ୍ତର ପିଙ୍ଗଳି ଭେଙ୍କେୟା। ଭାରତର ଜାତୀୟ ସଙ୍ଗୀତ ଜନଗଣ ମନର ରଚୟିତାଙ୍କ ନାମ କ'ଣ? ଉତ୍ତର ରବୀନ୍ଦ୍ରନାଥ ଠାକୁର। 15 ଅଗଷ୍ଟ 1947ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ? ଉତ୍ତର ଲାଲକିଲ୍ଲା। ବନ୍ଦେ ମାତରମ୍ର ରଚୟିତା କିଏ? ଉତ୍ତର ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଭାରତ ଛାଡ଼ ଆନ୍ଦୋଳନର ପ୍ରସିଦ୍ଧ ସ୍ଲୋଗାନ କ'ଣ ଥିଲା? ଉତ୍ତର କର ବା ମର। ଭାରତ ସ୍ୱାଧୀନତା ସମୟରେ ଭାଇସରାୟ କିଏ ଥିଲେ? ଉତ୍ତର ଲର୍ଡ ମାଉଣ୍ଟବ୍ୟାଟେନ୍। ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠିତ ହୋଇଥିଲା? ଉତ୍ତର 1885 ମସିହା। ଭଗତ ସିଂଙ୍କ ସହିତ କେଉଁ ବିପ୍ଳବୀମାନେ ଫାଶୀ ପାଇଥିଲେ? ଉତ୍ତର ରାଜଗୁରୁ ଓ ସୁଖଦେବ। ଦିଲ୍ଲୀ ଚଲୋ ସ୍ଲୋଗାନ କିଏ ଦେଇଥିଲେ? ଉତ୍ତର ସୁଭାଷ ଚନ୍ଦ୍ର ବୋଷ। ଭାରତର ଲୌହ ମାନବ ରୂପେ କିଏ ପରିଚିତ? ଉତ୍ତର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଭାରତର ପଞ୍ଜାବ କେଶରୀ ରୂପେ କିଏ ପରିଚିତ? ଉତ୍ତର ଲାଲା ଲାଜପତ ରାୟ। ଭାରତର ଜାତୀୟ ପତାକାର ଧଳା ରଙ୍ଗ କ'ଣ ସୂଚାଏ? ଉତ୍ତର ଶାନ୍ତି ଓ ସତ୍ୟ। ଭାରତର ଜାତୀୟ ପତାକାର ସବୁଜ ରଙ୍ଗ କ'ଣ ସୂଚାଏ? ଉତ୍ତର ପ୍ରଗତି, ବିଶ୍ୱାସ ଓ ସମୃଦ୍ଧି। ଭାରତର ଜାତୀୟ ପତାକାର କେଶରୀ ରଙ୍ଗ କ'ଣ ସୂଚାଏ? ଉତ୍ତର ଶକ୍ତି, ସାହସ ଓ ତ୍ୟାଗ। ଇନକ୍ଲାବ ଜିନ୍ଦାବାଦର ଅର୍ଥ କ'ଣ? ଉତ୍ତର ବିପ୍ଳବ ଦୀର୍ଘଜୀବୀ ହେଉ। ପାଇକ ବିଦ୍ରୋହର ପ୍ରମୁଖ ନେତା କିଏ? ଉତ୍ତର ବକ୍ସି ଜଗବନ୍ଧୁ।
ଲାଲା ଲାଜପତ ରାୟଙ୍କ ମୃତ୍ୟୁ କେଉଁ ଘଟଣା ସହ ଜଡ଼ିତ? ଉତ୍ତର ସାଇମନ କମିଶନ ବିରୋଧ। ଡିସ୍କଭରି ଅଫ୍ ଇଣ୍ଡିଆ ପୁସ୍ତକର ଲେଖକ କିଏ? ଉତ୍ତର ଜବାହରଲାଲ ନେହେରୁ। ହିନ୍ଦ ସ୍ୱରାଜ ପୁସ୍ତକର ରଚୟିତା କିଏ? ଉତ୍ତର ମହାତ୍ମା ଗାନ୍ଧୀ।